ଜୟ ଜଗନ୍ନାଥ କ୍ରିଏଟିଭ ବର୍ଷ ଆପଣଙ୍କୁ ସ୍ୱାଗତ କରୁଛି ମୁଁ। ତ ଆଜି ଆମେ କଥା ହେବା ସିଏମ କିଷାନ ଆପଣ କିପରି ଭାବେ ଆପ୍ଲାଏ କରିପାରିବେ ନିଜ ମୋବାଇଲରେ ନିଜ ଘରେ ଥିବା କମ୍ପ୍ୟୁଟର ମାଧ୍ୟମରେ ଓ ଆ ବେନିଫିଟ କଣ କଣ ପାଇପାରିବେ ଓ ଆବେଦନ କରିବା ପାଇଁ କଣ ଡକୁମେଣ୍ଟ ଦରକାର ଆଉ ଆପଣ କଣ ଏଲିଜିବିଲିଟି ରହୁଛି ଆପଣ ଆପ୍ଲାଏ କରିପାରିବେ କଣ ରିକ୍ୱାରମେଣ୍ଟ ରହୁଛି ଯାହାକି ଆପଣ ଆପ୍ଲାଏ କଲେ ପଇସା ପାଇପାରିବେ ସେ ବିଷୟରେ ଆମେ ଭିଡ଼ିଓରେ ଆଗକୁ କଥା ହେବା ଓ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ ଆମ ଚ୍ୟାନେଲ ସବସ୍କ୍ରାଇବ କରିବେ ଲାଇକ୍ କରିବେ ସେୟାର କରିବେ। ତ ଆମେ ଆଜି ଆପ୍ଲାଏ କରିବୁ ଆପଣଙ୍କୁ ଆଜି ନିଜେ ଆପ୍ଲାଏ କରିକି ଦେଖେଇବେ ଆପଣ ଏଇ ୱେରେ ଆପ୍ଲାଏ କରିବେ 100% ପଇସା ପାଇପାରିବେ ସିଏମ କିଷାନ ଯୋଜନାର ପଇସା ପାଇପାରିବେ। ତ ଆସନ୍ତୁ ଜାଣିବା ଆପଣ ନିଜେ ଘରେ ଥିବା କମ୍ପ୍ୟୁଟର କିମ୍ବା ମୋବାଇଲ ମାଧ୍ୟମରେ କିପରି ଆପ୍ଲାଏ କରିବେ। ତ ଆପଣ ଆପଣ ପ୍ରଥମେ କଣ କରିବେ ଗୁଗଲ କ୍ରୋମକୁ ଯିବେ ନିଜ ମୋବାଇଲ କିମ୍ବା ଡେସ୍କଟପ୍ ହଉ ଯଦି ମୋବାଇଲରେ କରୁଛନ୍ତି ଆପଣ ଥ୍ରୀ ଡଟ୍ ଉପରେ ଡେସ୍କଟପ୍ ମୋଡ୍ କରିବେ ଯୋଉଟା ଲେଖା ହେଇଥିବ ଡେସ୍କଟପ୍ ମୋଡ୍ କଲା ପରେ ଆପଣ ସିଏମ କିଷାନ ମାରିବେ ସିଏମ କିଷାନ ପ୍ରଥମ ଲିଙ୍କ ଉପରେ ଆପଣ କ୍ଲିକ୍ କରିବେ ଯୋଉଟା ଲେଖା ସିଏମ କିଷାନ ପୋର୍ଟାଲ ସିଏମ କିଷାନ ମୁଁ ଏଟା ମୋ ଲିଙ୍କଟା ମୋ ଡେସ୍କ୍ରିପସନ ଲିଙ୍କରେ ଦେବି ଆପଣ ଚାହିଁଲେ ଡାଇରେକ୍ଟ ତାକୁ କ୍ଲିକ୍ କରିକି ଡାଇରେକ୍ଟ ଏଇ ସାଇଟକୁ ଯାଇପାରିବେ। ତ ଆପଣ ଏଠି ଉପରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଆପଣଙ୍କ ଏପରି ଭାବେ ଗୋଟେ ସାଇଟ୍ ଖୋଲିବ। ତ ଏଇ ଛକି ଉପରେ କ୍ଲିକ୍ କରିଦେବେ କିଛି ଦରକାର ନାହିଁ ଏଇଟା ଏଇଠି ଦେଖନ୍ତୁ ଆପଣଙ୍କର ପ୍ରତ୍ୟେକ ଫସଲ ଋତୁ ପାଇଁ 2,000 ଟଙ୍କା ଆପଣଙ୍କ ହିସାବରେ ବାର୍ଷିକ 4,000 ଟଙ୍କା ମିଳୁଛି ଆପଣଙ୍କର 2,000 4,000 ପାଇପାରିବେ। ଆପଣ ଏଠି ଅଧିକା ଜାଣିବା ପାଇଁ ଏଠି କ୍ଲିକ୍ କରିପାରିବେ। ଆପଣ ଏଠି ପଞ୍ଜୀକରଣ ନିର୍ଦ୍ଦେଶାବଳୀ ଆପଣ ନିର୍ଦ୍ଦେଶାବଳୀଟା ପଢିବାକୁ ପଡିବ ଆପଣଙ୍କୁ ଏ ନିର୍ଦ୍ଦେଶାବଳୀଟା ପଢି ନେବେ କଣ ରହୁଛି ଆପଣ ଏଠି ପଞ୍ଜୀକରଣ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର ପଞ୍ଜୀକରଣ ଆପଣ ପଞ୍ଜୀକରଣ କରିବେ ଏଇ ଚାଷୀ ପଞ୍ଜୀକରଣ ମାରନ୍ତୁ କିମ୍ବା ଏଠି ମାରନ୍ତୁ ଏକା କଥା ଆପଣ ପଞ୍ଜୀକରଣ କରନ୍ତୁ ଉପରେ ମାରିଲା ପରେ ଆପଣଙ୍କର ଏଠି ନୂତନ କୃଷକ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ଲେଖା ହେଇଛି ଆପଣଙ୍କର ଏ ନିର୍ଦ୍ଦେଶାବଳୀଟା ଏଠି ଲେଖା ହେଇଛି ଆପଣ ଏଟା ପଢିବେ କେଆଇସି ନିମନ୍ତେ ଆପଣଙ୍କ ଆଧାର ଓଟିପି ଥିବା ଦରକାର ଯୋଉଟା କି ଆଧାର ମୋବାଇଲ ନମ୍ବର ଲିଙ୍କ ହେଇଥିବା ବାଧ୍ୟତାମୂଳକ ଥିବା ଦରକାର। ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଖାତାରେ ଆପଣଙ୍କ ଯୋଉ ପଇସାଟା ଆସିବ ଆପଣଙ୍କ ସିଏମ କିଷାନ ଯୋଜନା ପଇସା ଆପଣଙ୍କ ବ୍ୟାଙ୍କ ଖାତାରେ ଡିପୋଜିଟ ହବ ଆପଣଙ୍କ ରାସନ କାର୍ଡ ଥିବା ଦରକାର ଆପଣଙ୍କର ଲ୍ୟାଣ୍ଡ ଯୋଉଟା କି ରେଜିଷ୍ଟ୍ରେସନ ହେଇଥିବା ଦରକାର କୃଷକ ଓଡିଶାରେ ହେଇଥିବା ଦରକାର ଯଦି ହେଇନାହିଁ ମୁଁ ଅଲରେଡି ଭିଡିଓ କରିଛି ଆପଣ ଚାହିଁଲେ ଦେଖିପାରିବେ। ତାପରେ ଆପଣଙ୍କର ଗୋଟେ ଯଦି ମୋବାଇଲ ନମ୍ବର ଥିବା ଦରକାର ଆପଣଙ୍କର ନାମ ପଞ୍ଜୀକରଣ ଏକକ ମୋବାଇଲ ନମ୍ବର ଆପଣ ନିଜର ମୋବାଇଲ ନମ୍ବର ଥିବା ଦରକାର ତ ଆପଣଙ୍କ ଯଦି ଭୂମିହୀନ ଚାଷୀ ତାହେଲେ ଆପଣଙ୍କୁ ମନରେଗା କାର୍ଡ ଜବ କାର୍ଡ ଥିବା ଦରକାର ତା ନମ୍ବର ଥିବା ଦରକାର ଆପଣଙ୍କୁ ଯଦି ଆପଣଙ୍କର ଭୂମିହୀନ ଚାଷ ନାହିଁ ତାହେଲେ ଆପଣଙ୍କର ଦରକାର ନାହିଁ ଅପସନାଲ ଅଛି। ଯଦି ଆପଣ ଯୋଉଟା ଦୁଇ ପ୍ରକାର ଚାଷୀ ରହୁଛି କ୍ଷୁଦ୍ର ନାମମାତ୍ର ଚାଷୀ ଯୋଉମାନଙ୍କ 2 ହେକ୍ଟରରୁ କମ ଚାଷୀ ରହୁଛି ସେମାନେ କ୍ଷୁଦ୍ର ନାମମାତ୍ର ଚାଷୀରେ ପଞ୍ଜୀକରଣ କରିବେ ଯୋଉମାନେ ବଡ 2 ହେକ୍ଟରରୁ ଅଧିକ ଚାଷୀ ଅଛି ସେମାନେ ମଧ୍ୟମ ବଡ ଚାଷୀରେ ଆବେଦନ କରିବେ ଆପ୍ଲାଏ କରିବେ। ଆପଣ ଘୋଷଣାନାମା ପଢିଲା ପରେ ଆପଣ ଘୋଷଣାନାମା ପରେ ଆପଣ କ୍ଲିକ୍ କରିବେ ତ ଆଗକୁ ବଢିବେ ଆଗକୁ ବଢିବାକୁ କ୍ଲିକ୍ କରିବେ ଆଗକୁ ଗଲା ପରେ ଆପଣଙ୍କର ଗୋଟେ ଅପସନ ଆସିବ ଗୋଟେ ନୂଆ ପେଜ ଖୋଲିବ ଏଠି ଆପଣଙ୍କର ଆଧାର ସଂଖ୍ୟା ଲେଖା ହେଇଛି ଏଠି କ୍ୟାପଚା ଲେଖା ହେଇଛି କ୍ୟାପଚା ମାନେ ଆପଣ ଏଇ ଯୋଉ କ୍ୟାପଚା ଲେଖା ହେଇଛି ସେଇ କ୍ୟାପଚା ଉପରେ କ୍ଲିକ୍ କରିବେ ତ ଏଠି ଆପଣଙ୍କ ଆଧାର ନମ୍ବରଟା ଦେଇଦେବେ ଆପଣଙ୍କର ଆପଣ ଆଧାର ନମ୍ବର କ୍ୟାପଚା କୋଡ୍ ଦେଲା ପରେ ଓଟିପି ସନ୍ଧାନ କରନ୍ତୁ ଉପରେ କ୍ଲିକ୍ କରିବେ ଓଟିପି କ୍ଲିକ୍ କଲା ପରେ ଆପଣଙ୍କର ମୋବାଇଲ ଗୋଟେ ଓଟିପି ଯାଇଥିବ ଆପଣଙ୍କ ନମ୍ବର ଯୋଉଟା କି ଆପଣଙ୍କର ଲିଙ୍କ ଅଛି ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ସେ ଲିଙ୍କ ଗୋଟେ ଓଟିପି ଯାଇଥିବ ଆପଣ ଓଟିପି ଏଠି ଦେଇଦେବେ କଲା ପରେ କ୍ଲିକ୍ କଲା ପରେ ଆପଣଙ୍କର ମୋବାଇଲ ନମ୍ବରଟା ଏଠି ଦେଇଦେବେ ମୋବାଇଲ ନମ୍ବର ନିଜ ମୋବାଇଲ ନମ୍ବର ପଠେଇଦେବେ ମୋବାଇଲ ନମ୍ବର ଭେରିଫିକେସନ ହବ ଏଠି ମୋବାଇଲକୁ ଓଟିପି ପଠାନ୍ତୁ ଦେଖିବେ ତ ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ଆଉ ଗୋଟେ ଓଟିପି ଯିବ ଆପଣଙ୍କର ଆପଣ ସେଇ ଓଟିପିଟା ମଧ୍ୟ ଏଠି ଦେଇଦେବେ ଯାଞ୍ଚ କରନ୍ତୁ ଉପରେ କ୍ଲିକ୍ କରିବେ ଯଦି କ୍ଲିକ୍ ହେଇଗଲା ପରେ ଆପଣଙ୍କର ଏପରି ପଳେଇ ଆସିବ ଏଠି ଦେଖନ୍ତୁ ସ୍ମଲ ଚାଷୀ ଏଠି ମିଡିୟମ ହେଲା ଏଠି ଆପଣଙ୍କ ଯୋଉଟା ଆପଣଙ୍କର ନାହିଁ ଯଦି ଜାଗା ଆପଣ ଏଠି ଭୂମିହୀନ ଆପଣ ଏଠି ମାରିବେ ମିଡିୟମ ସ୍ମଲ ଠିକ ଗ୍ରାମାଞ୍ଚଳ ଉପରେ କ୍ଲିକ୍ କରିବେ ତାପରେ ଯାଞ୍ଚ କରନ୍ତୁ ଉପରେ କ୍ଲିକ୍ କରିବେ ଏ ଆସିବ ଆପଣଙ୍କର ତାପରେ ଏଠି ଆପଣ ବ୍ୟାଙ୍କ ନାଁ ପଳେଇ ଆସିଲା ଆପଣଙ୍କ ଜମା ରାଶିର ବ୍ୟାଙ୍କ ନାଁ ଇଣ୍ଡିଆନ ବ୍ୟାଙ୍କ ଆପଣ ଆଗକୁ ବଢିବେ ଆପଣ ପରସୁଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଆପଣ ଯାହା ଡିଟେଲ୍ସ ଦେଇଥିଲେ ସେଇ ଡିଟେଲ୍ସ ସବୁ ଆସିବ ଆପଣଙ୍କର ଆଧାର କାର୍ଡରେ ଯୋଉ ଡିଟେଲ୍ସ ଅଛି ସେ ଡିଟେଲ୍ସ ଆପଣଙ୍କର ଏଇଟା ଆପଣଙ୍କର ବ୍ଲକ ଗ୍ରାମ ପଞ୍ଚାୟତ ଭିଲେଜ ଆପଣ ଡିଟେଲ୍ସ ଦେଖିଦେବେ ଆପଣଙ୍କ ଅଟୋମେଟିକ ଶୋ କରିବ ଆପଣଙ୍କ ଆଧାର କାର୍ଡ ଯାହା ଅଛି ଆପଣ ଡିଟେଲ୍ସ ଯାହା ଦେଇଥିଲେ ଡିଟେଲ୍ସ ପଳେଇ ଆସିବ ଏଠି ଆପଣଙ୍କର ଆପଣ ଡିଟେଲ୍ସ ଦେଖିଦେବେ ଆପଣ ମୋବାଇଲ ନମ୍ବର ଜେଣ୍ଡର ରାସନ କାର୍ଡ ନମ୍ବରଟା ଏଠି ଆପଣଙ୍କୁ ଦେବାକୁ ପଡିବ ରାସନ କାର୍ଡ ନମ୍ବର ତାପରେ ଆପଣଙ୍କର କାଟାଗୋରୀ ଆପଣଙ୍କର ଚାରିଟାରେ ଚୁଜ୍ କରିବେ ଏଠି ଆପଣଙ୍କ ଜେନେରାଲ ଏସି ଏସଟି ଓବିସି ଆପଣଙ୍କ ହିସାବରେ ଆପଣ ଚୁଜ୍ କରିଦେବେ ଏଠି ଆପଣଙ୍କର କାଟାଗୋରୀ ଆପଣଙ୍କର ଏଠି ଆପଣ ମନରେଗା ଯୋଉଟା ଯଦି ଆପଣ ଭୂମିହୀନ ଚାଷୀ କରିଛନ୍ତି ଆବେଦନ ତାପରେ ଏଟା ମନରେଗା କାର୍ଡ ଅପଲୋଡ କରିବାକୁ ପଡିବ ତାପରେ ଆପଣ ଡିକ୍ଲାରେସନ ଉପରେ କ୍ଲିକ୍ କରିବେ ଡିକ୍ଲାରେସନ ଉପରେ କ୍ଲିକ୍ କରିକି ସବମିଟ୍ କରିବେ ସବମିଟ୍ କଲା ପରେ ଆପଣ ଲେଖିବେ ଆର୍ ୟୁ ସିଓର ସବମିଟ୍ ଆପଣ ୟେସ୍ ସବମିଟ୍ ଉପରେ କ୍ଲିକ୍ କରିବେ ସବମିଟ୍ ଉପରେ ଆପଣ କ୍ଲିକ୍ କଲା ପରେ ଆପଣଙ୍କର ରେଜିଷ୍ଟ୍ରେସନ ସକ୍ସେସଫୁଲ ହେଇଯିବ ଓକେ ମାରିବ ଆପଣଙ୍କୁ ଗୋଟେ ଟୋକନ ନମ୍ବର ମିଳିବ ଟୋକନ ନମ୍ବର ମିଳିଲା ପରେ ଆପଣଙ୍କ ମୋବାଇଲ ନମ୍ବର ଗୋଟେ ଯାଇଥିବ ଟୋକନ ନମ୍ବର ଅଲରେଡି ମେସେଜ ଯାଇଥିବ ଆପଣଙ୍କୁ ଟୋକନ ନମ୍ବର
ଆପଣ ସବମିଟ୍ ହେଇଗଲା। ସବମିଟ୍ ହେଇଗଲା ପରେ ଆପଣ ଯାଞ୍ଚ କେମିତି କରିବେ? ତ ଆପଣ ଯାଞ୍ଚ ଏଠି କରିବେ। ଦେଖନ୍ତୁ ଏଠି ଆପଣ ଯାଞ୍ଚ କରିବେ। ଆପଣଙ୍କର ଯାଞ୍ଚ କରିବେ। ଆପଣ ଯୋଉ ଟୋକନ ନମ୍ବରଟା କରିଥିବେ ସେଇ ଟୋକନ ନମ୍ବରଟା ଆପଣ ଏଠି ଦେବାକୁ ପଡ଼ିବ, କିମ୍ବା ଆଧାର ନମ୍ବର ଦିଅନ୍ତୁ। ଯାହା ଦେଲେ ବି ଆପଣ ଚଳିବ। ଆପଣ ଟୋକନ ନମ୍ବର ରଖିଥିବେ, ଟୋକନ ନମ୍ବର ଦେବେ, ଆଧାର ନମ୍ବର ଦେବେ, ଶୋ କରିବେ, ଶୋ ମାରିବେ। ଶୋ ମାରିଲେ ଆପଣଙ୍କ ଡିଟେଲ୍ସ ସେଠି ପଳେଇ ଆସିବ। ଦେଖନ୍ତୁ ଆପଣ ଆଧାର ନମ୍ବର, ଆପଣଙ୍କ କାଟାଗିରି, ଆପଣ ଆପ୍ଲିକାଣ୍ଟ ନମ୍ବର, ଆପଣଙ୍କର ସବୁ ଡିଟେଲ୍ସ ପଳେଇ ଆସିବ। ଗାଁ, ଆପଣ ଟୋକନ ନମ୍ବର ଏଠି ପଳେଇ ଆସିଛି। ଆପଣଙ୍କର ଚାହିଁ ପ୍ରିଣ୍ଟ ଆଉଟ୍ କରିପାରିବେ। ଏଇଟା ଆପଣଙ୍କର ଏଠି ଦେଖନ୍ତୁ ଭିଉ ଏବେ VAW ଭେରିଫିକେସନ ପେଣ୍ଡିଂ ଅଛି, ବ୍ଲକ ଭେରିଫିକେସନ ପେଣ୍ଡିଂ ଅଛି, ଡିଷ୍ଟ୍ରିକ୍ଟ ଭେରିଫିକେସନ ପେଣ୍ଡିଂ ଅଛି, କଲେକ୍ଟର ଷ୍ଟେଟ୍, ଏ ସବୁ କ୍ଲିୟର ହବ। ଏଟା ଆପ୍ଲିକେସନ ଫର୍ମଟା କମ୍ପ୍ଲିଟ୍ ହେଇଗଲା ବୋଲି ଲିଖୁଛି, ପ୍ଲସ୍ ଏରା ସବୁ ପେଣ୍ଡିଂ ଅଛି। ତ ଏପରି ଭାବେ ଆପଣ ଆପ୍ଲାଏ କରିପାରିବେ। ଆଉ ଏଠି ଆପଣ ଯାଞ୍ଚ, ସ୍ଥିତି ଯାଞ୍ଚ ମଧ୍ୟ କରିପାରିବେ। ଆପଣ ଏଠି କମ୍ପ୍ଲିଟ୍ ହେଇଗଲା ପରେ, ଭେରିଫିକେସନ କମ୍ପ୍ଲିଟ୍ ୱାନ୍ ଟାଇମ୍ ହେଇଗଲା ପରେ, ୱାନ୍ ଟାଇମ୍ ଥରେ ହେଇଗଲା ପରେ ଆପଣଙ୍କୁ ଆଉ ଭେରିଫିକେସନ କରିବାକୁ ପଡ଼ିବ ନାହିଁ। ପ୍ରତି ବର୍ଷ ଆପଣଙ୍କ ଆକାଉଣ୍ଟକୁ ପଇସା, ସିଏମ୍ କିଷାନ ଯୋଜନା ପଇସା ଆସିପାରିବ। ତ ଏପରି ଭାବେ ଆପଣ ଆପ୍ଲାଏ କରିପାରିବେ ଏଇ ସିଏମ୍ କିଷାନ ଯୋଜନା, ଲାଭ ପାଇପାରିବେ। ରହୁଛି, ଜୟ ଜଗନ୍ନାଥ। ଭିଡ଼ିଓଟା କିପରି ଲାଗିଲା ମତାମତ ଦେବେ।